ସାଙ୍ଗମାନେ ପିଲାଟିର ବୁଦ୍ଧିକିଟେ ଦେଖନ୍ତୁ କେମିତି ତାଜା ଉପରେ ଶୋଇକି ସେ ଲୋକଟିର ପିଠିକି ପାହାରେ ବାଡେଇ ଦଉଛି। ଆଉ ସେ ଲୋକଟି କହୁଛି ଶଳା ଏତେ ଜୋର ମୋ ପିଠିକି କିଏ ବାଡେଇଲା? ଶଳା ଏଠି ତ କେହି ନାହାନ୍ତି, ଖାଲି ଏ ବୁଢାଟା ବଇଛି ଆଉ ଗୋଟା ଥରୁଛି, ଆଉ ଏ କେମିତି ମତେ ବାଡେଇବ? ଆଉ ସେ ଲୋକଟି ପଚାରୁଛି ଆରେ ବୁଢା ମୋ ପିଠିକି ତୁ ବାଡେଇଛୁ କି? ଆଉ ସେ ବୁଢାଟି କହୁଛି ଆରେ ମୁଁ କାହିଁ ତ ପିଠିକି ବାଡେଇବି, ମୁଁ ତ ଏଠି ବସିଛି। ଆଉ ସେ ଲୋକଟି କହୁଛି ଶଳା ଏ ବୁଢା ଯଦି ବାଡେଇନି ତାହେଲେ ଆଉ କିଏ ବାଡେଇଲା ମୋ ପିଠିକି? ଆଉ ସେ ଲୋକଟି ପୁଣି ଘର ଭିତରକୁ ଗଲା ବେଳକୁ ସେ ବାଳୁଙ୍ଗା ଟୋକାଟି ପୁଣି ଏ ଲୋକଟିର ପିଠିକି କଷିକି ପାହାରେ ବାଡେଇ ଦଉଛି। ଆଉ ସେ ଲୋକଟି ପୁରା କାଠ ହେଇଯାଉଛି, ଆଉ ରାଗିକିରି ଏ ବୁଢା ଉପରେ କଷିକି ପାହାରେ ବାଡେଇ ଦଉଛି। ଆଉ ସେ ବୁଢାଟି କହୁଛି ଆରେ ମତେ କାହିଁ ବାଡଉଛୁ, ମୁଁ ତ ବୁଢା ଲୋକଟି ବଇଛି। ଆଉ ସେ ଲୋକଟି କହୁଛି ତୁ ତ ଶଳା କହୁଛୁ ବୁଢା ଲୋକ, ଏଠି ମତେ କଣ ଗାଁ ଲୋକ ଆସି ବାଡଉଛନ୍ତି? ଆଉ ସେ ଲୋକଟି ପୁଣି ଘର ଭିତରକୁ ଗଲା ବେଳକୁ ସେ ବାଳୁଙ୍ଗା ପିଲାଟି ପୁଣି ସେ ଲୋକଟିର ପିଠିକି ବାଡେଇ ଦଉଛି। ଆଉ ତାପରେ ଯାହା ହଉଛି ଆପଣ ଦେଖିଲେ ପୁରା ଆଶ୍ଚର୍ଯ୍ୟ ହୋଇଯିବେ। ସାଙ୍ଗମାନେ ଯଦି ଆପଣମାନେ ଚାହୁଁଛନ୍ତି ଏ ବାଳୁଙ୍ଗା ପିଲାଟି ଧରା ପଡୁ ବୋଲି ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ। ଶେଷରେ ସେ ପିଲାଟି ଯେତେବେଳେ ବାଡେଇ ଦଉଛି ସେ ଲୋକଟି ପୁରା ରାଗି ଯାଉଛି। ଆଉ ସେ ଲୋକଟି ବୁଢାକୁ ବାଡେଇବ କଣ, ବୁଢା ଓଲଟା ଠେଙ୍ଗା ଧରିକି ସେ ଲୋକଟିକୁ ବାଡଉଛି। ଆଉ କହୁଛି ଶଳା ତୋ ଆଖିରେ କଣ୍ଟା ମଡା ହେଇଛି ଦେଖାଯାଉନି, ଶଳା ବାଳୁଙ୍ଗା ଟୋକା ପୁରା ଉପରେ ତତେ ବାଡଉଛି। ଆଉ ସେ ବୁଢାଟି କହୁଛି ଶଳା ଖାଲି ତଳକୁ ଆ, ତୋ କଥା ମୁଁ ବିଚାର କରିବି।